ଯୁବତୀଙ୍କ ଯୌନାଙ୍ଗ ଚିକିତ୍ସା କରୁ କରୁ ବଳାତ୍କାର କରିଦେଲା ନୂଆ ନୂଆ ଆସିଥିବା ଡାକ୍ତର। ଆଜ୍ଞା ହଁ, ଏ କାହାଣୀଟି ହେଉଛି ସତ ଘଟଣା ଉପରେ ଆଧାରିତ। ଆସନ୍ତୁ ଜାଣିବା କ'ଣ ରହିଛି ସେହି କାହାଣୀ। ଡାକ୍ତର ଏମିତି କ'ଣ କରିଦେଲା? ଯୁବତୀଙ୍କ ଯୌନାଙ୍ଗ ଚିକିତ୍ସା କରୁ କରୁ ବଳାତ୍କାର କରିଦେଲା ନୂଆ ନୂଆ ଆସିଥିବା ଡାକ୍ତର। ନମସ୍କାର ପାଠକ ବନ୍ଧୁଗଣ, ଆପଣମାନେ ସମସ୍ତେ ଜାଣିଥିବେ ଆମ ସମାଜରେ ଡାକ୍ତରମାନଙ୍କୁ ଭଗବାନ ସଦୃଶ ମନେ କରାଯାଏ। ଭଗବାନଙ୍କ ଭଳି ସେ ଆମ ଜୀବନ ବଞ୍ଚାଇଥାନ୍ତି। ହେଲେ ବର୍ତ୍ତମାନ ସମୟରେ ଏଭଳି କିଛି ଡାକ୍ତରମାନେ ଅଛନ୍ତି ଯେଉଁମାନେ କେବଳ ନିଜର ସ୍ୱାର୍ଥ ପାଇଁ କିଛି ବି କରିଦେଉଛନ୍ତି। ଆଜି ଆମେ ସେହିଭଳି ଜଣେ ଡାକ୍ତରଙ୍କ ବିଷୟରେ ଆପଣମାନଙ୍କୁ କହିବାକୁ ଯାଉଛୁ। ଜଣେ ଡାକ୍ତର ହୋଇ ରୋଗୀମାନଙ୍କ ସହିତ ଏପରି କିଛି କରୁଥିଲେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ସୂଚନା ଅନୁସାରେ ଦିଲ୍ଲୀରେ ଗୋଟିଏ ଘରୋଇ ହସ୍ପିଟାଲରେ କାମ କରୁଥିଲେ ଡାକ୍ତର ସୁରେଶ। ତାଙ୍କ ପାଖକୁ ଅନେକ ମହିଳା ରୋଗୀ ଆସନ୍ତି। ସେ ଉକ୍ତ ମହିଳା ରୋଗୀମାନଙ୍କୁ ପ୍ରଥମେ ନିଶା ଇଞ୍ଜେକ୍ସନ ଦେଇ ବେହୋସ କରିଦିଅନ୍ତି। ଏହାପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତି। ଏହାପରେ ସେମାନଙ୍କ ଭିଡ଼ିଓ କରି ମହିଳାମାନଙ୍କ ଠାରୁ ଟଙ୍କା ନିଅନ୍ତି। ଏପରି ସେ ସବୁବେଳେ କରନ୍ତି। ହେଲେ କୌଣସି ଝିଅ ଏହାର ପ୍ରତିବାଦ କରିପାରନ୍ତି ନାହିଁ। କିନ୍ତୁ ଥରେ ଏଭଳି ଜଣେ ଝିଅ ହାତରେ ପଡ଼ିଯାଇଥିଲେ ଯିଏକି ତାଙ୍କର ସବୁ ଖେଳକୁ ପର୍ଦ୍ଦାଫାଶ କରିଦେଇଥିଲେ। ଜଣେ ମହିଳା ଅସୁସ୍ଥ ଥିବାରୁ ଡାକ୍ତର ସୁରେଶଙ୍କ ପାଖକୁ ଯାଇଥିଲା। ଡାକ୍ତର ସୁରେଶ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେହି ଭିଡ଼ିଓ ତାଙ୍କ ସ୍ୱାମୀଙ୍କୁ ଦେଖାଇଦେବେ ବୋଲି କହି ଧମକାଇ ଦେଇଥିଲେ। ହେଲେ ମହିଳା ଜଣକ ଏଥିରେ ଡରି ଯାଇ ନଥିଲେ। ସେ ସବୁ କଥା ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ସ୍ୱାମୀ ଓ ସ୍ତ୍ରୀ ଉଭୟ ଯାଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହିଠାରେ ହିଁ ଡାକ୍ତର ବାବୁଙ୍କର ସବୁ ଖେଳ ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା। ମହିଳା ଜଣଙ୍କ ସହିତ ଯାହା ଘଟିଥିଲା ସେ ସବୁ ସେ ପୋଲିସ ଆଗରେ କହିଥିଲେ। ପୋଲିସ ଡାକ୍ତର ସୁରେଶଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛନ୍ତି। ଜଣେ ଡାକ୍ତର ହୋଇ ଏଭଳି ସେ କରିଦେଉଛନ୍ତି କି ଯେ କେହି ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଉଛି। ଆପଣମାନଙ୍କୁ ଅନୁରୋଧ, ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁନି।